ଆମକୁ ସବୁ କାର୍ଯ୍ୟକ୍ରମ ସରିଲା ପରେ ଆମର ଯେଉଁ ଡ୍ରିଙ୍କସ୍ ହେବ ମାନେ ୱାର୍ମ ୱାଟର୍ କାଢ଼ା ହେଉ ବା ସରିଲା ପରେ ଆପଣଙ୍କୁ ଗୋଟେ ଏକ୍ସରସାଇଜ୍ କରିବାକୁ ପଡ଼ିବ କାଢ଼ା ଖାଇଲା ପରେ। ଆପଣଙ୍କର ଯେଉଁ 6ଟା ବେଳେ କାଢ଼ା ପିଇଦେଲେ ତାପରେ ସାଢ଼େ 5ଟା ସାଢ଼େ 6ଟା ଭିତରେ ଆପଣଙ୍କୁ ସେଇଠି ଅଧଘଣ୍ଟା ଖଣ୍ଡେ ଆପଣଙ୍କୁ ଏଇକି ଏକ୍ସରସାଇଜ୍ କରିବାକୁ ପଡ଼ିବ। ଆପଣ ଯଦି ଯେଉଁ ଏକ୍ସରସାଇଜ୍ ପାରିବେ ଆପଣ ସେଇ ଏକ୍ସରସାଇଜ୍ କରିବେ। ବର୍ତ୍ତମାନ ଦେଖନ୍ତୁ ମୁଁ କେଉଁ ଏକ୍ସରସାଇଜ୍ କରୁଛି। ମୁଁ ଦଣ୍ଡ ବୈଠକ କରୁଛି, ଡ୍ୟାନ୍ସ ନାଚୁଛି, ଗୋଡ଼ ଯେଉଁ ମୋର ସବୁ ଅଛି ତାକୁ ଯେମିତି ମୁଁ ନି ପେନ୍ ଜଏଣ୍ଟ ପେନ୍ ଚାଲିଥିଲା ମୋର ହେଉଥିଲା, ମୋ ହେଲ୍ଥକୁ ଠିକ୍ ରଖିବା ପାଇଁ ମୋତେ ଏଇ ସ୍ୱେଟିଂ ପର୍ଯ୍ୟନ୍ତ ମୋତେ ଏଇସବୁ ଟିକେ ଟିକେ କରିବାକୁ ପଡ଼ୁଛି। ୟାପରେ ମୁଁ ତାପରେ କିଛି ଅସୁବିଧା ନାହିଁ। ମୁଁ ତ 68 ଇୟର୍ସ ହେଲାଣି। ଏଇ 25 ତାରିଖ ମୋର 69 ବର୍ଷ ହେବ ମୋତେ। ତଥାପି ମୁଁ ମୋର ଚଲେଇଛି ମୋ କାର୍ଯ୍ୟକ୍ରମ, ଅସୁବିଧା କିଛି ନାହିଁ। ଏଗୁଡ଼ାକ ସବୁ ଜେନେରାଲ୍ ଆପଣ ଯେତିକି ପାରିବେ ଦଣ୍ଡ ବୈଠକ ଟିକେ ଅଧିକ ଦଣ୍ଡ କଷ୍ଟ ଯଦି ହେଇପାରିବ ଏଇଗୁଡ଼ାକ ଆପଣ କରିବେ, କିଛି ଅସୁବିଧା ନାହିଁ। ଠିଆ ହେବେ, ଏ ବାଲାନ୍ସ ଠିଆ ହେବନି। ଆପଣ ଯେଉଁ ଲେଗ୍ ଯେଉଁ ନି ପେନ୍ ହେଉଛି ତାକୁ ବାଲାନ୍ସ କରିବ। ଆପଣ ତଳକୁ ନଇଁ ପାରୁନଥିବେ, ପ୍ୟାଣ୍ଟ ସାର୍ଟ ପିନ୍ଧି ପାରୁନଥିବେ, ଏଇଟା ହିଁ ତା'ର ହେଉଛି କାମ। ଏମିତି କଲେ ଆପଣ ତଳକୁ ନଇଁପାରିବେ, ଉପରକୁ ଉଠିପାରିବେ, ସବୁ କରିପାରିବେ। ଏଇସବୁ ଆପଣଙ୍କର ଯେଉଁ ଅଛି ଶରୀରର ଯେଉଁ ଅର୍ଗାନ୍ମାନଙ୍କୁ ଆକ୍ଟିଭ୍ କରିବ। ଏଇସବୁ ଆପଣ ନି ପେନ୍ ଯେଉଁ ଜଏଣ୍ଟ ପେନ୍ ସବୁ ଥିଲା ଆପଣ ହେଲେ ଏସବୁ ସାର୍କୁଲେସନ୍ ବ୍ଲଡ଼ ସାର୍କୁଲେସନ୍ କେମିତି ହେଉଛି, ସେଇଥିପାଇଁ ଆମ ଗାଇଡ଼ଲାଇନ୍ ଅନୁସାରେ ସବୁ ହେଉଛି। ଏଥିପାଇଁ ଆମର ଯୋଗ ଗୁରୁ ଅଛନ୍ତି, ଅଜୟ ବାବୁ ଅଛନ୍ତି ସେ କମ୍ୟୁନିଟିରେ, ସେ ଆମକୁ ଜ୍ଞାନ ଦେଉଛନ୍ତି ସେ ବିଷୟରେ। ଆଉ ସେ ଶିକ୍ଷା ଦେଉଛନ୍ତି, ସେ କମ୍ୟୁନିଟିରେ ଅଛନ୍ତି। ଆମର ସେ ଦୀନବନ୍ଧୁ ସାର୍ ଆମର ଶିକ୍ଷା ଏଜୁକେସନ୍ ଦେଉଛନ୍ତି। ଆପଣ ଶୁଣିବେ ଘଣ୍ଟାଟେ। ଆଉ ଲୋକମାନଙ୍କର ଯେଉଁମାନେ କାର୍ଯ୍ୟକ୍ରମରେ ସଫଳ ଦେଇ ସେମାନେ ବି ଦାୟିତ୍ୱ ଶୁଣିବେ। ଏ ଆପଣଙ୍କୁ ଅନୁରୋଧ ମୋର ରହିଲା।